तो ଦେଖାଯାଉଛି ଆମର ଭାତ ରନ୍ଧା ପାଇଁ ଚାଉଳ ଦେଉଛି ରାତି ଯାଉଛି ବନ୍ଦ ଆମର ଏଠି ଚାଉଳ ପଇଲା ଭାତ ରନ୍ଧା ହେବା ପାଇଁ। ଆମ ତ ବହୁତ ଲାଗୁଛି ଚାଉଳ ପଇଲା ପାଣି ପୁରା ଭରି ହେଇଗଲାଣି। ବନ୍ଦ ଏଠି ମୁଁ ଛୁଇଁ କାଟୁଛି। ଛୁଇଁ କାଟିକି ମାନେ ଭାଜିବା ବୋଲି ଯାଉଛି। ମୋ ପୁଅ ଏଠି ବି ଖେଳୁଛି ନା, ମୋ ପୁଅ ଏଠି ମାନେ ଦୁଷ୍ଟାମି କରୁଛି। ସେଠି ମୋ ଭଣଜା ବି ଦୁଷ୍ଟାମି କରୁଛନ୍ତି। ମୁଁ ତାଙ୍କୁ ରାଗୁଛି କି ମାନେ ଦୁଷ୍ଟାମି କରନି, କିନ୍ତୁ ସେ ମାନିବାର ହିଁ ମାନେ ମାନୁନାହାନ୍ତି ଜମାରୁ, ତ ସେଥିପାଇଁ ତାଙ୍କୁ ମୁଁ ରାଗୁଛି। ଜମାରୁ ବି ଶୁଣୁନାହାନ୍ତି ପିଲାମାନଙ୍କର ଦୁଷ୍ଟାମି କହିଲେ ନ ସରେ। ମୋ ପୁଅ ଖାଲି ସେଠି ଏପଟ ସେପଟ ହେଉଛି, ମୁଁ ତାଙ୍କୁ ଖାଲି ରାଗୁଛି। ଜମା ବି ମୋ କଥା ଶୁଣୁନାହାନ୍ତି ଧ୍ୟାନ ଦେଇକି। ତ କ'ଣ କରାଯିବ, ଛୋଟ ପିଲା ନା, ତ ସେ ସେମିତି ହେବେ ନା। ଏଠି ମୋ ପୁଅ ଭଣଜା ଭାଣଜୀ ବସିକି ଖେଳୁଛନ୍ତି, ବହୁତ ମଜା କରୁଛନ୍ତି। ମାନେ ଗାନ୍ଧିଜୀଙ୍କର 3 ମାଙ୍କଡ଼ ମାନେ ବସନ୍ତି, ଇଏ ଗୋଟେ ସରଳ ରେଖାରେ ହିଁ ବସିଛନ୍ତି। ତ ମାନେ ସେମିତି ହସୁଛନ୍ତି, ମୁଁ ମାନେ ହସି ହସି ଗଡ଼ିଗଲି। କିନ୍ତୁ ମୋ ପୁଅ ଆଉ ସେ ଭଣଜା ଦେଖନ୍ତୁ କେମିତି ହେଉଛନ୍ତି ସେମାନେ। କ'ଣ କରାଯିବ ସେମାନଙ୍କୁ, ଆଉ ଛୋଟ ପିଲା ବୟସରେ ମଣିଷ ସେମିତି ବି ହେଉଥିଲା ନା, ତ ସେ ତ ଛୋଟ ଛୁଆ ଓବିୟସ୍ଲି ହିଁ ହେବେ। କ'ଣ କରାଯିବ, ଜୀବନ ତାଙ୍କର ସୁଖମୟରେ ଚାଲୁ, ଆଉ କ'ଣ ଦରକାର। ଏମିତି ହସି ଖେଳିକି ଛୋଟ ଛୁଆ ବଡ଼ ହୁଅନ୍ତୁ, ସେଇଟା ହିଁ ଆମ ବଡ଼ମାନ ବାପା ମାଆଙ୍କର ହିଁ ସେଇଟା ଆଶୀର୍ବାଦ ଥାଏ। ଭାତ ବର୍ତ୍ତମାନ ମାନେ ହେଇସାରିଛି। ମୁଁ ଭାତ ଗାଳୁଥିଲି, ମାନେ ହାତ ବି ମୋର ମାନେ ଫଟକା ହେଇଗଲା ଟିକେ ନାକୁ। ଭାତ ଗାଳୁଥିଲି, ସେଠି ମୋ ଶ୍ୱଶୁର ବି ପଚାରୁଥିଲେ ପୁଅ କଥା, କି କୁଆଡ଼େ ଯାଇଛି, ସାଇକେଲ ଚଲେଇବାକୁ ଯାଇଛି ନା ଘର ମାନେ ଶୋଇକି ଉଠିଲାଣି କି ନାହିଁ। ମୁଁ ତାଙ୍କୁ କହୁଥିଲି କି ନାଇଁ, ସେ ଯାଇଛନ୍ତି ଦାଣ୍ଡକୁ ଖେଳିବା ପାଇଁ ଶ୍ୱଶୁରଙ୍କୁ। ଆଉ ଭାତ ଗଳା ଚାଲିଛି। ଆଉ ମୋ ପୁଅ ତ ଯାଇଛି ସିଆଡ଼େ ସାଇକେଲ ଚଲେଇବା ପାଇଁ। ପୁଅ ମୋର ଏଠି ତା ବାବା ସାଙ୍ଗରେ, ପୁଅ ଆଉ ଭଣଜା ତା ବାବା ସାଙ୍ଗରେ ମାନେ ଗାଁ ଭିତରକୁ ସାଇକେଲ ଚଲେଇବା ପାଇଁ ଯାଇଛନ୍ତି। ମୁଁ ବୋଲି କହୁଥିଲି ଶ୍ୱଶୁରଙ୍କୁ, ପୁଅ ସାଇକେଲ ଚଲେଉଛି। ସେ ବହୁତ କାନ୍ଦୁଥିଲା କି ମାନେ ମୋତେ କିଏ ସାଇକେଲ ଚଲେଇବାକୁ ନିଅ। ସେ କେବେ ବି ଯାଇନି ନା ଗାଁ ଭିତରକୁ, ତ ତାକୁ ଏକୁଟିଆ ବି ମୁଁ ଛାଡ଼େନି। ତା ବାବା ଆସିଲେ ଅଫିସରୁ, ତାକୁ ମାନେ ଭିତରକୁ ତାକୁ ନେଇକି ଗଲେ ସାଇକେଲ ଚଲେଇବା ପାଇଁ। ସେ ବି ସାଇକେଲ ଚଲେଇକି ମାନେ ବହୁତ ଦୁଷ୍ଟ। ମୋର ଜହ୍ନି ଆଳୁ ଭଜା ହେଉଛି, ଛୁଇଁ ଆଳୁ ଭଜା ସରିଛି, ଜହ୍ନି ଆଳୁ ଭଜା ହେଉଛି। କିଏ ଖାଇବେ ଜଲ୍ଦି ଜଲ୍ଦି ଆସନ୍ତୁ। ଆମ କରେଇଟା ଭାଗିଯାଇଛି, ଖାଲି ଏପଟ ହେଉଛି। ଗୁନୁ ବାବା ଏଠି ବସିକି ଖାଉଛନ୍ତି ଭାତ, ଛୁଇଁ ଆଳୁ ଭଜା, ମାଛ ଭଜା, ବଡ଼ିଚୁରା ଆଉ ଜହ୍ନି ଆଳୁ ଭଜା। ବାସ୍ ଏତିକି, ଗରିବ ଘର ତ, ଆଉ କ'ଣ ଆଉ ଦରକାର। ତାଙ୍କୁ ବେଶୀ ଜିନିଷ ଖାଇବାକୁ ବି ପସନ୍ଦ ନୁହେଁ। ଭଗବାନ ଯାହା ମାନେ ଯେତିକି ଦେଉଛନ୍ତି ସେତିକିରେ ଆମେ ଖୁସି, ଆମେ ଅଧିକ ହିଁ ଚାହୁଁନୁ। ତ କ'ଣ କରାଯିବ, ଯାହା ଭଗବାନ ଦେଉଛନ୍ତି ସେଇଟା ଖାଇବା ହିଁ ଦରକାର ସନ୍ତୁଷ୍ଟରେ। ଆଉ କିଛି ହିଁ ମାନେ ଆମେ ଚାହୁଁନୁ। ତା ତଣ୍ଟିରେ ଲାଗି